ମୋ ଭିଡିଓ ଦେଖୁଛନ୍ତି ମତେ ଭଲ ପାଇବା ଦଉଛନ୍ତି ସେଥିପାଇଁ ମତେ ବହୁତ ଖୁସି ଲାଗୁଛି। ଭିଡିଓ ଦେଖିବା ସହିତ ଚ୍ୟାନେଲଟାକୁ ଯଦି ସବସ୍କ୍ରାଇବ କରିଦିଅନ୍ତି ତାହେଲେ ମୁଁ ବହୁତ ଖୁସି ହେଇଯାନ୍ତି। ତତେ ତ ଭଲ ପାଇବା ଦେଇକି ପୋତି ପକଉଛନ୍ତି, ପାଦ ତୋର ମାଟିରେ ଲାଗୁନି। କଥା କହ, କୋଇଲି ପିଇଲି କୁକୁରକୁ ନା କୁକୁର ମୁତିଲା ଉପରକୁ। ଏ ବିଲେଇ ତ ହଉଛି ସେଇଆ, ତାକୁ ଯେତେ ଭଲ କଲେ କଣ ହବ, ସିଏ ମୋର ହିଁ ଅପପ୍ରଚାର କରିବ। ହଁ, ଏମିତି କଥା ମୋ ନାଁରେ କହିପାରୁଛୁ? ଯେତେବେଳେ ତୁ ବାହାରେ ବୁଲୁଛୁ ମୁଁ ତ ମାଛ ତରକାରୀ କି ଅନଉଛି କି ଅନଉନି। ତୁ ଆସିଲେ ତୋ ମନ ଇଚ୍ଛା ଖାଇ ଖୁଆକି କଣ୍ଟା ଦିଖଣ୍ଡ ଦଉଛୁ, ତାକୁ ମୁଁ ଖାଇକି ଆଡଜଷ୍ଟ କରୁଛି। ୟା ପରେ ବି ତୁ ମୋ ନାଁରେ ଏମିତି କଥା କହିପାରୁଛୁ? ଧର୍ମ ତତେ ସହିଲେ ହେଲା। ହଁ ପୁଷି ମାଉସୀ, ତୁ ଏକଦମ ଠିକ କଥା କହିଛୁ। ମୋ ମାମାଟା ସତରେ ଗୋଟେ ବେଇମାନି। କାହିଁକି କହିଲ? ଦେଖ ନା, ମୁଁ ଯେତେବେଳେ ସେ ବାହାରେ ବୁଲୁଛି ସବୁଦିନ ତୁ ତା ମାଛକୁ ଜଗିକି ବସୁଛୁ, ଅଦର କୌଣସି ବିଲେଇକି ଛୁଇଁବାକୁ ଦଉନୁ। ତାପରେ ବି ସିଏ ତୋ ନାଁରେ ପ୍ରଶଂସା କରିବା ବଦଳରେ ତୋ ନାଁରେ ଅପନିନ୍ଦା ଦଉଛି। ବାବାରେ, ମୋ ମାମାକୁ ମାନିବାକୁ ପଡିବ। କେତେ ବଡ ଗାଲୁଆ ଇଏ। ପୁଷି ବିଲେଇ ଠାରୁ ମୋ ଶାଶୁ ତ ଆହୁରି ଡେଞ୍ଜରିୟସ୍। କାହା କଥା ମଣିଷ ଶୁଣିବାକୁ ଚାହେଁ? ତାଙ୍କର ଯାହା ହଉଛନ୍ତି ହୁଅନ୍ତୁ, ମୁଁ ଯାଏ ଶାଶୁ ଆଗେ କିଛି ଗୋଟେ ଦେଇଦିଏ ଖାଇବାକୁ, ନହେଲେ କେଟେ ହେଇକି ମୋ ମୁଣ୍ଡ ଟାଲ କରିଦବ। କଣ କହିଲୁ ମୋ ନାଁରେ? ନାଇଁ ମୋ ମା, ତୁମକୁ କଣ କହିବେ? କହୁଥିଲି ତୁମେ ବସ, ମୁଁ ତମ ପାଇଁ ଖାଇବା ନେଇ ଆସିଛି, ଖାଇବ। ମୋ ବୋଉ ମତେ ଟିକେ ମାନୁଛି, ଡରୁଛି, ସେତିକି ଜାଣିକି ଖୁସି ଲାଗିଲା। ଏଇ ଡରଟା ତା ମନରେ ସବୁବେଳେ ମୋ ପ୍ରତି ଥାଉ, ଯେହେତୁ ମୁଁ ତାକୁ ବୋଉ କରିକି ଆଣିଛି। ମୁଁ କଣ ତା ଉପରେ ରାଗି ପାରିବି ନା ମୁଁ ତାକୁ ଘୃଣା କରିବି ନା? ସବୁବେଳେ ମୁଁ ଏମିତି ଦେଖେଇବି, ସିଏ ଯେମିତି ଭାବିବା ଦରକାର ଯେ ମୋ ଶାଶୁ ସବୁବେଳେ ମୋ ଉପରେ ରାଉ ହଉଛନ୍ତି। ୟା ପାଦ ତ ମାଟିରେ ଲାଗୁନି, ମନେ ମନେ ଭାବୁଛି ତା ବୋହୁ ନା ତାକୁ ପୁରା ଦେବୀ ଭଳିଆ ପୂଜା କରୁଛି। ଚାଲେ ଲୋ ଚାଲେ, ଟିକେ ଦେଖିବୁ ସେପଟେ ରହ। ତୁ ଖାଇସାରେ, ଆଜି ତୋ ବୋହୁର ଅସଲ ରୂପଟା ଯଦି ମୁଁ ତୋ ଆଗକୁ ନ ଆଣିଛି ତାହେଲେ ତୁ ମତେ କହିବୁ। ଯାହା ଥିଲୁ ଆଜି ବି ତୁ ସେଇଆ ଅଛୁ। କାହିଁକି କହିଲି, ଘର ଭଙ୍ଗା କଥା, ଘର ଭଙ୍ଗା କାମ ତୋ ଜୀବନରେ କେବେ ଯିବନି। ସେଇଥିପାଇଁ ପରା ତୋ ବୋହୁ ତତେ ମାନୁନି, ସେଇଥିପାଇଁ ତୋ ଘରଟା ଭାଙ୍ଗି ଯାଇଛି। ତୁ ସମସ୍ତଙ୍କ ଘର ଭାଙ୍ଗିବାକୁ ଚେଷ୍ଟା କରୁଛୁ, ଭାଙ୍ଗିବାକୁ ଚେଷ୍ଟା କରୁନୁ, ବହୁତ ଜଣଙ୍କ ଘର ଭାଙ୍ଗି ବି ଦଉଛୁ। ସେଇଥିପାଇଁ ଆଜି ଏଇ ପରିସ୍ଥିତିରେ ବାର ଓଳି ହେଇକି ଖାଉଛୁ। ହଁ, ଆମେ ମାଗିକି ଖାଇଲୁ ବୋଲି ଆମର କଣ ସମ୍ମାନ ନାହିଁ? ଆମକୁ ଏମିତି କଥାବାର୍ତ୍ତା କରିବୁ? ତୁ କଣ ଭାବୁଛୁ କିଲୋ ତୁ ଆମକୁ? କଣ ଭାବିବି ତତେ? ତୁ ଯାହା, ମୁଁ ତତେ ସେଇଆ ଭାବୁଛି। ଅଧିକ କିଛି ଭାବି ପାରିବିନି। ଆରେ ତୁମେ ବୁଝିବାକୁ ଚେଷ୍ଟା କର, ଯେହେତୁ ଆମ ପୁଅ ଆମକୁ ଘରେ ରଖେଇ ଦଉନାହାନ୍ତି, ୟା ଘର ତା ଘର ହେଇକି ଆମ ପେଟ ପୋଷୁଛନ୍ତି। ଆମେ କାହା କଥାରେ କଥା ନ କହିବାଟା ଭଲ। ସବୁବେଳେ କହିଲେ ତମ ପାଟିକୁ ଟିକେ ତାଲା ପକେଇକି ରଖ। ସବୁବେଳେ ବକର କରିକି ସବୁ ଜାଗାରେ ଅଶାନ୍ତି ସୃଷ୍ଟି କରିଦେଲ। ଇଏ ମୋ ସ୍ୱାମୀ ନା ତା ସ୍ୱାମୀ ବା? ମତେ ତ ଯେମିତି ଲାଗୁଛି ମତେ ତ ସପୋର୍ଟ କରିବା ମୁଁ ଦିନ ପାଇଁ ଦିନେ ଦେଖୁନି। ବାହାର ଲୋକ ମତେ ଯାହା କହିବେ, ଇଏ ଓଲଟା ଚଢିକି କହିବେ ମୋ ଉପରେ। ମୁଁ ତୁମମାନଙ୍କ କଥା ବାହାରେ ଛିଡ଼ା ହେଇକି ଶୁଣୁଥିଲି। ଗୋଟିଏ କଥା ମୁଁ ତୁମକୁ କହିବି, ମାଗିକି ଖାଇଲେ ବି ତାର ସମ୍ମାନ ଅଛି। ହେଲେ ପର ଘର ଭାଙ୍ଗିବାକୁ ଚେଷ୍ଟା କାହିଁକି କରୁଛ? ଯୋଉଥିପାଇଁ ସମସ୍ତେ ତୁମକୁ ଅସମ୍ମାନ କରୁଛନ୍ତି। ତୁମେ ଯଦି ମାଗିକି ଖାଅ, ଲାଗିକି ଖାଅ କି ଖଟିକି ଖାଅ, ଯେମିତି ନିଜ ପେଟ ପୋଷୁଛ ପୋଷ, ହେଲେ କେବେ କାହା ଘର ଭାଙ୍ଗିବାକୁ ଚେଷ୍ଟା କରିନି। ତାପରେ ଦେଖିବ ତୁମ ଜୀବନଟା ବି ସୁନ୍ଦର ହେଇଯିବ। ତୁମେ ଏମିତି କାମ କରୁଛ ବୋଲି ସେଇଥିପାଇଁ ତୁମର ଆଜି ଏଇ ପରିସ୍ଥିତି ଆସିଛି। ନିଜେ ତ ଟିକେ ବୁଝିବାକୁ ଚେଷ୍ଟା କର। ହଁ ମା, ମୁଁ ତତେ ବାର କହିଲି ତୁ ସେ ଭୁଲ କରନି, ସେ ଭୁଲ କରିନି, ଯୋଉଥିପାଇଁ ଭାଇ ଭାଉଜ ତମକୁ ଘରୁ ବାହାର କରିଦିଏ। ଦେଖ, ମୁଁ ତୋ ଝିଅ ହେଇକି ସେମାନଙ୍କ ପାଖରେ ରହିକି ଆରାମରେ ଗଣ୍ଡେ ଖାଉଛି। ଏ ଧନ ସମ୍ପତ୍ତି, ଘର ଦ୍ୱାର ସବୁ ତୁ କମେଇଥିଲୁ, ତାପରେ ବି ତୁ ଆଜି ସମସ୍ତଙ୍କ ଘରୁ ମାଗି ଚିଚିକି ଖାଉଛୁ। କାହିଁକି କହିଲୁ? ତୋ ଗୁଣ ପାଇଁ। ତୁ ଯଦି ଠିକ ବାଟରେ ଚାଲିଥାନ୍ତୁ ନା, କେବେ ତତେ ତୋ ପୁଅକୁ ଘରୁ ବାହାର କରିନଥାନ୍ତେ। ଏବେ ଯଦି ତୁ ତୋ ଭୁଲ ବୁଝି ପାରୁଥିବୁ, ତାହେଲେ ନିଜକୁ ସୁଧାରିକି ଘରକୁ ଫେରି ଆସ। ତମେ ମାନେ ସତରେ ସମସ୍ତେ ଠିକ କହୁଛ। ଏ ଯୋଉ ଥଣ୍ଡା ଗରମ ବାହାରେ ଶୋଇ ଶୋଇ ନା ମୁଁ ବି ପଥର ପାଲଟି ଗଲିଣି। ଏଇ ଗୁଣ ପାଇଁ ସମସ୍ତଙ୍କ ଆଖିରେ ମୁଁ ଆଜି ଭୁଲ। ଆଉ କେବେ ବି କାହା ଘର ଭାଙ୍ଗିବାକୁ ଚେଷ୍ଟା କରିବି। ମୋ ଦ୍ୱାରା ଯଦି ହେଇପାରିବ କାହା ଘର ଯୋଡ଼ିବା ପାଇଁ ଝଡ଼ି ପାରିବି, ନହେଲେ ଭାଙ୍ଗିବିନି।